ସମସ୍ତଙ୍କୁ ନମସ୍କାର। ଡାଏଟ ସମ୍ବଲପୁର ତରଫରୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ତୃତୀୟ ଶ୍ରେଣୀର ଗଣିତ ବିଷୟର ଶିକ୍ଷଣ ଫଳାଫଳ M317ରେ ଘଣ୍ଟାକୁ ଦେଖି ଠିକ୍ ଭାବରେ ସମୟକୁ ଚିହ୍ନଟ କରିବା ସେହି ବିଷୟରେ ଆଲୋଚନା କରିବା। ଆଜିର ଉଦ୍ଦେଶ୍ୟ ହେଲା ଘଣ୍ଟାରେ ଥିବା ବିଭିନ୍ନ କଣ୍ଟା ଗୁଡ଼ିକର ଅବସ୍ଥିତି ଦେଖି ପିଲା ସମୟ ନିରୂପଣ କରିବେ। ଦିଦି କାଲି ଆମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ହେବ। ଆମ ସାର୍ ଆମକୁ ଠିକ୍ ସମୟରେ ପହଞ୍ଚିବା ପାଇଁ କହିଛନ୍ତି। ଆଉ ତୁ ମତେ କାଲି ସକାଳେ 9ଟା ବେଳେ ପୁରା ଡାକିଦବୁ, ମୁଁ ଜଲ୍ଦି ବିଦ୍ୟାଳୟକୁ ଯିବି। ମୁଁ କହିଦେବି ଯେ, କିନ୍ତୁ 9ଟା ବେଳେ ସମୟ ଦେଖିକି ତୁ ନିଜେ ଗଲେ ହେବନି? ନାଇଁ ଦିଦି, ସମୟ ଟିକେ ମତେ ଦେଖି ଆସେନି, ତୁ ମତେ ଟିକେ ଶିଖେଇ ଦଉନୁ। ହଉ, ମୁଁ ତତେ ଆଜି ସେଇ ସମୟ ଦେଖିବାଟା ହିଁ ଶିଖେଇଦେବି, ହେଲା? ହଁ ଦିଦି। ହଉ ଦେଖ, ହଁ ହେଲେ ଦିଦି। ଘଣ୍ଟାରେ ଏଇଭଳିଆ ଥାଏ, ହେଲା? 1 ରୁ 12 ପର୍ଯ୍ୟନ୍ତ ଅଛି, ଦେଖିପାରୁଛୁ ତ? ହଁ ହଁ ତୁ ଦିଦି। ଇଂରାଜୀ ତ ଲେଖି ଜାଣିଛୁ, ମୁଁ ଜାଣିଛି ତୁ, ହେଲା? ହଁ, ତ ସେ କଣ୍ଟା ବିଷୟରେ ଆମେ ଆଗ ଶିଖିବା, ତାପରେ ସମୟ ଶିଖିବା, ହେଲା? ଦେଖ, ଏଇ ଯୋଉ ମୋଟା କଣ୍ଟାଟା ଆସିଲା, ତାପରେ ଦେଖ ଏଇଟା 2ଟା କଣ୍ଟା ଅଛି ଏଇଠି। ତ ସେ କଣ୍ଟା ଗୁଡିକୁ କଣ କୁହାଯାଏ ଆମେ ଦେଖିବା, ହେଲା? ଯୋଉ ଏଇ ମୋଟା କଣ୍ଟାଟା ଯୋଉ ଦେଖୁଛୁ ରଙ୍ଗ ବଦଳିଗଲା, ତ ତାକୁ କୁହାଯାଏ ଘଣ୍ଟା କଣ୍ଟା, ହେଲା? ମୋଟା କଣ୍ଟାଟା ଦେ ଘଣ୍ଟା କଣ୍ଟା। ତାପରେ ଯୋଉ ପତଳା କଣ୍ଟାଟା ତାଠୁ ଦେଖୁଛୁ, ତାପରେ ତାକୁ କୁହାଯାଏ ମିନିଟ କଣ୍ଟା। କୋଉ କଣ୍ଟା କୁହାଯାଏ? ମିନିଟ କଣ୍ଟା, ହେଲା? ଦେଖ, କିନ୍ତୁ କେତେଟା ଘଡିରେ ଆଉ ଗୋଟେ ଆହୁରି ପତଳା କଣ୍ଟାଟେ ବି ଥାଏ, ବୁଝିଲୁ? ହଁ, ମିନିଟ କଣ୍ଟା ତ ସେତେ ପତଳା ନୁହେଁ, ଦେଖୁନୁ, ତୁ ଜାଣିପାରିବୁ। ସେଟା ପୁରା ପତଳା ଥାଏ, ହେଲା? ଦେଖ, ଏଇ ଘଣ୍ଟାରେ ବହୁତ ପତଲା। 12 ଉପରେ ଅଛି, ଦେଖିଲୁ? ତାକୁ କୁହାଯାଏ ସେକେଣ୍ଡ କଣ୍ଟା, ହେଲା? 3ଟା କଣ୍ଟା ଜାଣିଗଲୁ? ହଉ, ଠିକ ଅଛି। ଦିଦି, ବାପାଙ୍କ ସହିତ ବଜାର ଯାଇଥିଲି। ସେଠି ଘଣ୍ଟା ଦୋକାନରେ ବହୁତ ସାରା ଘଣ୍ଟା ବିଭିନ୍ନ ପ୍ରକାରର ଦେଖିଲି। ସେ ବିଷୟରେ ମତେ ଟିକେ କହୁନୁ। ହଁ, କହୁଛି, ଦେଖ, ହେଲା? ଏଇଠି ଦେଖ, ଏଇ ଘଣ୍ଟାର ଚିତ୍ରଟା ଦେଖୁଛୁ? ଏଇଠି ଦେଖ, 1 ରୁ 12 ପର୍ଯ୍ୟନ୍ତ ସଂଖ୍ୟା ଲେଖାଯାଇଛି, ହେଲା? ତ 1 ରୁ 12 ପର୍ଯ୍ୟନ୍ତ ଥାଏ, ତୁ ଦେଖିଛୁ? ଆଉ ଇଂରାଜୀ ଅକ୍ଷର ତ ତୁ ଜାଣିଛୁ, ସବୁ ଇଂରାଜୀ ସଂଖ୍ୟା ଗୁଡା ଥିଲା। ତାପରେ ଦେଖ, ଏଇ ଘଣ୍ଟାରେ ଏଇଠି ସଂଖ୍ୟା ଲେଖାଯାଇନି, ଏଇଠି ସବୁ ଗାର ଦିଆଯାଇଛି, ହେଲା? କିନ୍ତୁ 12 ଜାଗାରେ ଯୋଉ ଗାର ଅଛି, ଆମେ ସେଇଟା 12 ବୋଲି ହିଁ ଧରି ନେବା, ବୁଝିଲୁ? ସେଥିପାଇଁ 12, 9, 3, 6ର ଟିକେ ମୋଟା ଗାର ଅଛି। ହଁ, ତ ସହଜରେ ଜାଣିପାରିବା ଜାଣିବା ପାଇଁ। ପାଖାପାଖି ସଂଖ୍ୟା ଦେଖିକି ସେଇ ହିସାବରେ ତୁ ସମୟ ନିରୂପଣ କରିବୁ, ହେଲା? ତାପରେ ଦେଖ, ଏଇଠି ସଂଖ୍ୟା ବଦଳରେ ଅଲଗା ସବୁ କିଛି ଲେଖାଯାଇଛି। ସେଇ ସଂଖ୍ୟା ଗୁଡିକୁ କୁହାଯାଏ ରୋମାନ ସଂଖ୍ୟା, ବୁଝିଲୁ? ରୋମାନ ସଂଖ୍ୟା ଗୁଡା 1 ରୁ 12 ପର୍ଯ୍ୟନ୍ତ କେମିତି ଲେଖାଯାଇଛି ଦେଖ, ଏଇଠି 1, 2, 3, 1 ରୁ 12 ପର୍ଯ୍ୟନ୍ତ ତତେ ଦେଖେଇ ଦେଇଛି। ସେମିତି 1 ପାଇଁ I ବୋଲି ତାକୁ କୁହାଯାଏ, 2 ପାଇଁ 2I, ହେଲା? 3 ପାଇଁ 3I। ଆଗକୁ ତତେ ଆଉ ଟିକେ ବଡ ହ, ତତେ ଏଇ ବିଷୟରେ ଆହୁରି ଅଧିକ ଶିଖେଇଦେବି, ହେଲା? ତ ଆଉ ଗୋଟେ କଥା ତୁ ଜାଣିନେ, ଯୋଉ ବିଭିନ୍ନ କଣ୍ଟା କଥା କହିଥିଲି ତତେ, ହେଲା? ତ ଯେତେବେଳେ ସେକେଣ୍ଡ କଣ୍ଟା ପୁରା ଗୋଟେ ରାଉଣ୍ଡ ଯୋଉ ବୁଲିଯାଏ, ସେଟା ହେଇଯାଏ 1 ମିନିଟ। ତାମାନେ 1 ମିନିଟ ସମାନ 60 ସେକେଣ୍ଡ, ବୁଝିଲୁ? ଆଉ 1 ଘଣ୍ଟା ଯୋଉ ଆମେ କହୁଛେ, ଘଣ୍ଟା ଯଦି 1 ରୁ 2 ପର୍ଯ୍ୟନ୍ତ ଯାଉଛି, ତାହେଲେ ସେ ମିନିଟ କଣ୍ଟା ପୁରା ଗୋଟେ ସମ୍ପୂର୍ଣ୍ଣ ଥର ଘୁରିଲେ ଯାଇକି ସେ 1 ଘଣ୍ଟା ହୁଏ। ତ 1 ଘଣ୍ଟା ସମାନ 60 ମିନିଟ, ବୁଝିଲୁ? ସିନୁ, ଏଇ ଦେଖ ଘଣ୍ଟାଟା ରଖୁଛୁ? ହଁ ଦିଦି। ଏଇଠି ମୋଟା କଣ୍ଟାଟା କୋଉଠି ଅଛି କହିଲୁ? ଦିଦି, ମୋଟା କଣ୍ଟାଟା 9 ଉପରେ ଅଛି। ହଁ, ତାକୁ ଘଣ୍ଟା କହୁ ବୋଲି କହିଥିଲି। ହଁ, ଆଉ ମିନିଟ କଣ୍ଟାଟା 12 ପାଖରେ ଅଛି। ହଁ, ବଢିଆ। ତାହେଲେ ଏଇଠି ସମୟ ଯେହେତୁ ଘଣ୍ଟା 9 ଉପରେ ଅଛି, ତେଣୁ ସମୟ ହେଲା 9ଟା। ସମୟ କେତେଟା କହ? 9ଟା। ମାନେ ଦିଦି, କାଲି ଯେତେବେଳେ 9ଟା ବାଜିଥିବ, ମୁଁ ଏଇଭଳିଆ ଘଣ୍ଟା 9 ଉପରେ ଆଉ 12 ଉପରେ ମିନିଟ କଣ୍ଟା ରହିଥିବ, ତାହେଲେ ମୁଁ ଜାଣିବି 9ଟା, ଆଉ ସ୍କୁଲ ପଳେଇବି। ବଢିଆ, ଜାଣିଗଲୁ? ସିନୁ, ଏଇ ଘଣ୍ଟାଟିକୁ ଦେଖ, ଏଇଠି ଘଣ୍ଟା କୋଉଠି ଅଛି? ଘଣ୍ଟା 2 ଉପରେ ଅଛି। ସାବାସ। ଆଉ ମିନିଟ କଣ୍ଟା କହିଲୁ? ମିନିଟ କଣ୍ଟା 12 ଉପରେ ଅଛି। ହଁ,
ମିନିଟ କଣ୍ଟା 12 ଉପରେ, ସେଇଠି 12 ଉପରେ ଥିଲା ହଁ ହଁ ନାଇଁ? ତ ଘଣ୍ଟା ଘଣ୍ଟା ଯୋଉ ସଂଖ୍ୟା ଉପରେ ଅଛି ସମୟ ସେତେଟା, ତାହେଲେ ଏଠି ସମୟ କେତେଟା ହବ କହିଲୁ? ଏଠି ସମୟ 2ଟା। ବଢିଆ, ସମୟ ହେଇ 2ଟା। ହଉ ସିନୁ, ଏବେ ଏଇ ଘଡିଟିକୁ ଦେଖ, ହଁ ଦିଦି, ଏଇଠି କୋଉଠି କୋଉଠି କଣ୍ଟା ମାନ ଅଛି କହିଲୁ? ଦିଦି ଘଣ୍ଟା କଣ୍ଟା 1 ଉପରେ ଆଉ ମିନିଟ କଣ୍ଟା 3 ଉପରେ। 3 ଉପରେ ନାଇଁ? ସମୟ କେତେ କହ? ଦିଦି ଏଟା ଜାଣିପାରୁନି, ଆରଥର ତ ମିନିଟ କଣ୍ଟା 12ରେ ଥିଲା, ଏଇଟା ଜାଣିପାରୁନି ଦିଦି। ଜାଣିପାରୁନୁ? ଏଇଠି ସମୟ ହେଲା 1ଟା 15 ହେଲା, 1ଟା ବାଜିକି 15 ମିନିଟ। କେମିତି ତତେ ମୁଁ ବୁଝେଇ ଦଉଛି ହେଲା। ହଉ ସିନୁ ଦେଖ, ଯୋଉ ଘଡି କଥା ତତେ କହୁଥିଲି, ଏଠି ଘଣ୍ଟା କଣ୍ଟା 1 ଉପରେ ଅଛି, ହଁ, ମିନିଟ କଣ୍ଟା 3 ଠିକ ଉପରେ ଅଛି। ନାଇଁ? ଆଉ ସଂଖ୍ୟା କେତେଟା ଆମର ଅଛି? ସଂଖ୍ୟା 12ଟା ଅଛି। 12ଟା ଅଛି। ତ 12 ଆଉ 1 ଭିତରେ ବ୍ୟବଧାନ ଅଛି, 1 ଆଉ 2 ଭିତରେ ଏମିତି 12ଟା ବ୍ୟବଧାନ ଅଛି ହେଲା। ହଁ, ତ ମିନିଟ କଣ୍ଟା ଥରେ ଘୁରିବାକୁ 60 ମିନିଟ ବୋଲି କହିଥିଲି। ମିନିଟ କଣ୍ଟା ଥରେ ଯୋଉ ପୁରା ଘୁରୁଛି, କେତେ ମିନିଟ ସେ ସମୟ ନଉଛି? ମିନିଟ କଣ୍ଟା ଥରେ ଗୁଡ 60 ସେକେଣ୍ଡ ନଉଛି। 60 ମିନିଟ ନା, ମିନିଟ କଣ୍ଟା ଘୁରୁଛି, ବୁଝିଲୁ? 60 ସେକେଣ୍ଡ ନୁହେଁ, ତ ସେଇଟା 1 ଘଣ୍ଟା, ହଁ ହଁ ସେଇଟା ହେଲା 1 ଘଣ୍ଟା। ହଁ ତ 1 ଘଣ୍ଟାକୁ ଯେତେବେଳେ 60 ମିନିଟ ବୋଲି ଆମେ କହୁଛେ, ତାକୁ ଯଦି ଆମେ 12 ମାନେ ଭାଗ କରିଦବା 12ରେ, ତାହେଲେ ଗୋଟେ ବ୍ୟବଧାନ ହବ ଆମର 5 ମିନିଟ। ହଁ ହଁ ବୁଝିଲୁ ତ? ହଁ ଗୋଟେ ବ୍ୟବଧାନ କେତେ? ହଁ 5 ମିନିଟ। ତେଣୁ ଏଇଠି ଦେଖ, ବ୍ୟବଧାନ 12ରୁ 1 ପର୍ଯ୍ୟନ୍ତ କେତେ ମିନିଟ? 5 ମିନିଟ। ତାପରେ ପୁଣି 5 ମିନିଟ। ତାପରେ ପୁଣି 5 ତ ମିନିଟ। କେତେ ହେଲା? 5 5 5 3 15 15 ମିନିଟ। ଆଉ ବଢିଆ, ଜାଣିଛୁ ତାହେଲେ ତୁ 5 ଘଣ୍ଟା କଣ କେ ଜାଣିଛୁ ନାଇଁ? ହଁ, ତ 15 ମିନିଟ। ଆଉ ଘଣ୍ଟା ଘଣ୍ଟା ଯେହେତୁ 1 ଉପରେ ଅଛି, 1 ଟିକେ ଆଗକୁ ଅଛି, ଜଣା ପଡୁନି, ସେଥିପାଇଁ ସମୟ ହେଲା 1ଟା 15 ମିନିଟ। ବୁଝିଲୁ? ହଁ ଦିଦି। ହଉ, ଆଉ ଗୋଟେ ଉଦାହରଣ ବି ଆମେ ଦେଖିବା। ହଉ ସିନୁ, ଏବେ ଏଇ ଘଡିଟିକୁ ଦେଖ, ହଁ ଦିଦି, ଏଇଠି ଘଣ୍ଟା ଘଣ୍ଟା କୋଉଠି ଅଛି? ଘଣ୍ଟା ଘଣ୍ଟା 9 ଆଉ 10 ମଝିରେ ଅଛି। ହଁ, କାହାରି ଉପରେ ନାହିଁ ନା? ନାଇଁ, ନାହିଁ। ତାପରେ ମିନିଟ କଣ୍ଟା କହ? ମିନିଟ କଣ୍ଟା 8ରେ ଅଛି। ଭେରି ଗୁଡ। ତାପରେ ଏଇଠି ସମୟ କେତେ ହେବ କହ ଏବେ? ସମୟ 12ଟା ବ୍ୟବଧାନ ଅଛି, 5 ତାହେଲେ 8 5 40 40 45 ନାଇଁ? ହେଲେ 9ଟା 40। 9ଟା 40। ଭେରି ଗୁଡ। ଦେଖିଲି ବ୍ୟବଧାନ ଗୁଡା ଦେଖିଦେଲୁ, ହଁ ଜାଣିପାରିଲୁ? ହଁ ହଁ ଦିଦି, ତ ଏବେ ଏମିତି ଆଉ ଅଲଗା କୋଉ ଜାଗାରେ ମିନିଟ କଣ୍ଟା ଥିଲେ ବି ତୁ କହିପାରିବୁ? କହିପାରିବି ଦିଦି, ସହଜ ଦିଦି ଘଣ୍ଟା ଦେଖିବା। ହଁ ମଜା ଲାଗୁଛି ନାଇଁ? ଦିଦି, ସହଜ। ହଉ ସିନୁ, ଚାଲ ତତେ ଘଡି କଥା ତ ବତେଇଦେଲି ହଁ ଦିଦି, ହେଲା। ଏବେ କେତେଟା ମୁଁ ଘଡି ଦେଖିକି ପ୍ରଶ୍ନ ପଚାରିବି, ସମୟ ତୁ ଠିକ ଭାବରେ କହିବୁ ହେଲା। ହଁ ଦିଦି, କହିପାରିବି। ହଁ, ଏଇଠି ଦେଖ, 2ଟା ଘର ଦିଶୁଛି, ମୁନା ଆଉ ସୋନୁର ଘର ହେଲା। ତ ମୁନା ତା ସାଙ୍ଗ ସୋନୁ ଘରକୁ ଖେଳି ଯିବାକୁ ବାହାରିଲା ହେଲା। ତ ମୁନା ଘର ଉପରେ ଦିଆଯାଇଥିବା ଘଣ୍ଟାରେ ସୂଚଉଥିବା ସମୟରେ ସେ ବାହାରିଲା, ବୁଝିଲୁ? ହଁ ଦିଦି, ଆଉ ସୋନୁ ଘରେ ସେ ପହଞ୍ଚିଲା ଯୋଉ ସମୟରେ, ସେଇଟା ଦେଖାଯାଇନି, ଯୋଉଠି ଫେରିଲା ସେଇଟା ଦେଖା ହେଇଛି। ତୁ ହଁ ଧ୍ୟାନରେ କହିବୁ ହେଲା। ହଁ, ତାହେଲେ ସେ କେତେବେଳେ ଖେଳିବାକୁ ଗଲା ଆଉ କେତେବେଳେ ଫେରିଲା ସେଇଟା କହିବୁ। ଏବେ କହିଲୁ ସେ କେତେବେଳେ ଖେଳିବାକୁ ଗଲା? ହଁ, 5ଟା ବେଳେ ନାଇଁ? ଆଉ ଏଇଠି ଦେଖ, ସୋନୁ ଘରୁ ଯୋଉ ଫେରିଲା, କେତେବେଳେ ସେ ଫେରିଲା? 7ଟା ବେଳେ ସେ ଫେରିଲା। ଭେରି ଗୁଡ, ଠିକ ଉତ୍ତର ଦେଇଛୁ। ହଉ ସିନୁ, ଦେଖ, ଆଉ ତାପରେ ଏବେ ମିନିଟ କଣ୍ଟାକୁ ନେଇକି ଆଉ କେତେଟା ପ୍ରଶ୍ନ ହେଲା। ହଁ ଦିଦି, ହେଲା, ତ ଯୋଉ ଘଣ୍ଟା ଗୁଡା ଦେଖାଯାଇଛି, ସେଥିରେ କେତେ ସମୟ ହେଇଛି ତୁ କହିବୁ। ଦେଖିଲୁ? ଦିଦି ଘଣ୍ଟାରେ ଘଣ୍ଟା କଣ୍ଟା ଅଛି 8 ଉପରେ, ମିନିଟ କଣ୍ଟା 5 ଉପରେ, ହେଲେ 8ଟା 5। ଭେରି ଗୁଡ, 8ଟା 5। ତାପରେ ଆଉ ଗୋଟେ ଘଣ୍ଟା ଦେଖ, ଦିଦି ଘଣ୍ଟା କଣ୍ଟା 7, ମିନିଟ କଣ୍ଟା 6 ଉପରେ ଅଛି, ହେଲେ 7ଟା 30। 7ଟା 30ଟି, କିନ୍ତୁ ଘଣ୍ଟା ଘଣ୍ଟା 7ରେ ନାହିଁ, 7 ଆଉ 8 ମଝିରେ ମଝିରେ ଅଛି, ହଁ ହେଲା। ଦିଦି, ହଁ, ସେୟା କହିବୁ ମଝିରେ ବୋଲି। ମଝିରେ ଅଛି। ତ 7ଟା 30 30। ମିନିଟ, ସାବାସ୍। ଆଉ ଗୋଟେ ଘଣ୍ଟା ଦେଖ, ଦିଦି ଘଣ୍ଟା କଣ୍ଟା 4 ଆଉ 5 ମଝିରେ, ଆଉ ମିନିଟ କଣ୍ଟା 4ରେ ଅଛି, ହେଲେ 4ଟା 20। ଭେରି ଗୁଡ, 4ଟା 20 ହେଲା, ସାବାସ୍। ସିନୁ, ଏବେ ତତେ ଓଲଟା ପ୍ରଶ୍ନ ପଚାରୁଛି ହେଲା। ଓଲଟା ମାନେ, ସେଠି କଣ୍ଟା ଗୁଡା ଦିଆଯାଇଥିଲା, ତୁ ସମୟ କହିଲୁ। ଏବେ ସମୟ ଦିଆଯାଇଛି, ତତେ କଣ୍ଟା ରଖିବାର ଅଛି, ଯେ ଘଣ୍ଟା କଣ୍ଟା କୋଉଠି ରହିବ?
ଆଉ ମିନିଟ୍ କଣଟା କୋଉଠି ରହିବ, ହଁ ବୁଝିଲ? ହଁ ଦିଦି। ହଁ, ତ ଏଇଠି ଦେଖ ସମୟ ଦିଆଯାଇଛି 1ଟା 25 ମିନିଟ୍ ହେଲା। ୟାକୁ ସୂଚେଇବା ପାଇଁ ତୁ ଘଣ୍ଟା କଣଟା କୋଉଠି ରଖିବୁ ଆଉ ମିନିଟ୍ କଣଟା କୋଉଠି ରଖିବୁ କହ? ମିନିଟକୁ ସୂଚେଇବା ପାଇଁ ଘଣ୍ଟା କଣ୍ଟା ରହିବ 1 ଆଉ 2 ମଝିରେ ରହିବ, ଆଉ ମିନିଟ କଣ୍ଟା ରହିବ 5 ଉପରେ। ଭେରି ଗୁଡ୍ ହେଲା। ହଁ। ସାବାସ୍। ହଉ ତାହେଲେ କହିଲୁ ଆଜି ଆମେ କଣ ଶିଖିଲେ? ଦିଦି ଆଜି ମୁଁ ଘଣ୍ଟା ଦେଖି ସମୟ ଚିହ୍ନିବା ବା ସମୟ ଦେଖିବା ଜାଣିଗଲି। ଆଉ ଘଣ୍ଟାରେ ଥିବା ଘଣ୍ଟା କଣ୍ଟା ମିନିଟ କଣ୍ଟାର ଅବସ୍ଥିତି ଦେଖି କେତେ ସମୟ ଘଣ୍ଟାରେ ହେଇଛି ତାହା ମୁଁ ଜାଣିଲି। ଭେରି ଗୁଡ୍, ଜାଣିଗଲୁ ତ? ହଁ ଦିଦି। ଧନ୍ୟବାଦ।